ଜଗନ୍ନାଥ ସାଙ୍ଗମାନେ ଆପଣମାନଙ୍କୁ ମୋ ମିନି ବ୍ଲଗ କୁ ସ୍ୱାଗତ ଜଣାଉଛି। ନିତ୍ୟକର୍ମ ସାରି ସାରିଲା ପରେ ରୋଷେଇ ଘରକୁ ଆସିଥିଲି। ରୋଷେଇ କରିବା ପାଇଁ ରୋଷେଇରେ ଥିଲା ସନ୍ତୁଳା ଆଉ ରୁଟି ତର ହେଇକି ରୋଷେଇ କରିଥିଲି, କାରଣ ବାପାଙ୍କର ଖାଇବା ସମୟ ହେଇଗଲାଣି। ମୋର ବାଲକୋନିକୁ ବହୁତ ଭଲ ଭାବରେ ଖରା ବାଜୁଛି, ତେଣୁ ସେଠି ସପ ପକେଇ ଦେଇକି ମୁଁ କହିଲି ଏଇଠି ବସି ପଡ ଖାଇବା ପାଇଁ। ନାହାନ୍ତି ଖରା କେମିତି ସୁନ୍ଦର ଭାବରେ ପଡୁଛି। ଆଉ ବାପା ଆଉ ହବିଙ୍କୁ ସେଠି ଖାଇବାକୁ ଦେଇକି ମୁଁ ଆସିଥିଲି କ୍ରିଶକୁ ଖୁଆଇବା ସହିତ ମୁଁ ମଧ୍ୟ ତା ସହିତ ଖାଇ ଦେଇଥିଲି। ଆଉ ଖାଇସାରିକି ଆସିଥିଲି ରୋଷେଇ ଘରକୁ ଚା ବନେଇବା ପାଇଁ। ଚା ଟା ଦେଖୁନାହାନ୍ତି କେମିତି କଲର ଦେଖାଯାଉଛି, ମସ୍ତ ଦେଖାଯାଉଛି କଲର। ଆଉ ଶୀତ ସକାଳରେ ତ ଚା ଟିକେ ନିହାତି ଦରକାର, ଗରମ ଗରମ ଚାହା। ଖାଇକି ବେଳାରୁ ଶୋଇକି ଉଠି ସାରିଲା ପରେ ସମୟ ହେଇଛି 4ଟା। କାହିଁକି କେଜାଣି ଦେହଟା ଟିକେ ଭଲ ଲାଗୁନି। ମାନେ ଶୀତ ସିଜିନରେ ଶୋଇଲେ କେମିତି ଲାଗେ ଦେହକୁ ଆପଣ ମାନେ ଜାଣିଛନ୍ତି। ଶୀତ ସିଜିନରେ ଆପଣ ମାନେ ଜାଣିଛନ୍ତି ମୁଣ୍ଡରେ ପ୍ରବଳ ଉପି ହୁଏ। ତେଣୁ ଆଉ କେତେବେଳେ ସମୟ ହଉନି, କାରଣ ମତେ ସକାଳେ ଆଉ ସନ୍ଧ୍ୟାବେଳେ କେତେବେଳେ ସମୟ ହଉନି। ଭାବିଲି ଏବେ ତାର ଉପଚାର କରିନବା। ଏଇଠି ମୁଁ ନଡିଆ ତେଲ ଆଉ ଘରୋଇ ରାଶି ତେଲ ତାକୁ ମିକ୍ସ କରିକି ଟିକେ ମାନେ ଗରମ ପାଣିରେ ତାକୁ ଟିକେ ଫୁଟେଇବା ପାଇଁ ଛାଡି ଦେଇଛି। ଆଉ ମୋଠି ଥିଲା ଶୁଖିଲା ଭୃଷଙ୍ଗ ପତ୍ର, ତାକୁ ମାନେ ମୁଠାଏ ନାହିଁ 2-4 ଚାମଚ ସେଥିରେ ନେଇଯାଇଛି। ତାକୁ କିଛି ସମୟ ସେଥିରେ ମାନେ ଗରମ ହବା ପାଇଁ ଛାଡିବା, ଯେମିତିକି 5ରୁ 10 ମିନିଟ ପର୍ଯ୍ୟନ୍ତ। ଆଉ ତାକୁ ଭଲ ଭାବରେ ମୁଣ୍ଡରେ ମାଲିସ କରିବା। ତେଲ ତିଆରି କରିବା ଭିତରେ କ୍ରିଶୁ ମଧ୍ୟ ଉଠି ଯାଇଛି। ସେ ଏପଟ ହେପଟ ହେଇକି ଖେଳୁଛି, ତା ଭିତରେ ମୁଁ ଚୁଟିରେ ତେଲ ଲଗେଇ ଦିଏ, କାରଣ ସନ୍ଧ୍ୟା ସମୟ ହେଇଗଲାଣି। ଉଷୁମ ଥିଲା ବେଳେ ତାହାକୁ ମୁଣ୍ଡରେ ଚୁଟି ମୂଳରେ ଭଲ ଭାବରେ ମାଲିସ କରିବା। ଯଦି ଆପଣଙ୍କ ପାଖରେ ହେଡ ମସାଜର ଥିବ, ଯେମିତି ମୁଁ ଆଗକୁ ଦେଖେଇବି ସେଇ ଟାଇପର ଯଦି ଥିବ, ଆପଣ ମାନେ ହେଡ ମସାଜରରେ ମଧ୍ୟ 5ରୁ 7 ମିନିଟ ପର୍ଯ୍ୟନ୍ତ ମସାଜ କରିବେ। ରେଗୁଲାର ଯଦି ଏମିତି ପ୍ରୋସେସରେ ଆପଣ ମାନେ ତେଲ ତିଆରି କରିକି ଲଗେଇବେ, ତାହେଲେ ନିଶ୍ଚିନ୍ତ ଆର ଫାଇଦା ମିଳିବ ଆପଣ ମାନଙ୍କୁ। ଦେଖିବେ ପ୍ରତ୍ୟେକ ବଡ ବଡ ୟୁଟ୍ୟୁବର କହିବେ ଏଇ ସିରମ ୟୁଜ କର, ସେଇ ସିରମ ୟୁଜ କର, ସେଥିରେ ଟୋଟାଲି ଯିବେନି। କାରଣ ମୁଁ ବହୁତ ସିରମ ୟୁଜ କରିଛି, ମୋର କୌଣସି ଫାଇଦା ନାହିଁ। 700ରୁ 1000 ମଧ୍ୟରେ ମଧ୍ୟ ସିରମ ୟୁଜ କରିଛି, କିନ୍ତୁ କୌଣସି ଫାଇଦା ମିଳିନି ମତେ। ୟୁଜ କଲା ଟାଇମରେ ଫାଇଦା କେବଳ ମିଳେ, ତାପରେ ଯୋଉଟାକୁ ସେଇଟା। କେଜାଣି ମୋ ଝିଅ ଏବେ ରୁଷିବା ଶିଖିଗଲାଣି, ଟିକେ ହେଲେ କହୁଛି ହଁ।